ଆପଣ ତ ପଢିଥିବେ ବର୍ଷ ବର୍ଷ ହେଲା ଶୁଣୁଛନ୍ତି ଆଉ ମୁଁ ଅଧିକ କ'ଣ କହିବି। ପୁଣି ଧୁନ୍ଦୁଲି ଧନ୍ଦି ହେଲା ବିଷୟ ଜଞ୍ଜାଳରେ ବେଶୀ ବକ ବକ ହୁଏ। ସବୁବେଳେ ପଡ଼ିଶା ଲୋକ ସହିତ ଝଗଡ଼ା, ସବୁବେଳେ ବକ ବକ ହେଉଥିବ। ଏମିତି ଆମ ସମାଜରେ କିଛି କଳିହୁଣ୍ଡି ସ୍ତ୍ରୀ ସବୁ ଅଛନ୍ତି। ମୋତେ ବାଆ ମାନେ ବିଲକୁଲ ଭୁଲ ବୁଝିବେନି। ମହର୍ଷି ମନୁଶ୍ରୁତି ଗ୍ରନ୍ଥରେ କହିଲେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା ଯତ୍ରୈତାସ୍ତୁ ନ ପୂଜ୍ୟନ୍ତେ ସର୍ବସତ୍ରାଃ ଫଳାଃ କ୍ରିୟା। କ'ଣ କହିଲେ? କହିଲେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ, ଯୋଉଠି ନାରୀ ପୂଜା ପାଏ ସେ ଘରେ ଧନ ଜନ ଗୋପ ଲକ୍ଷ୍ମୀ ପରିପୂର୍ଣ୍ଣ। ସେ ହଉଛି ଲକ୍ଷ୍ମୀ ସ୍ୱରୂପା। ବୁଝିପାରୁଛନ୍ତି ନା? ପୂଜା ପାଉଛନ୍ତି ମାଣବସା ଖଟୁଲିରେ ବିଷ୍ଣୁଙ୍କ ପାଟରାଣୀ ଲକ୍ଷ୍ମୀ। ଆମ ଘରେ ଯୋଉ ମା ମାନେ ସେ ହଉଛନ୍ତି ଗୃହ ଲକ୍ଷ୍ମୀ। ବୁଝିପାରୁଛନ୍ତି ନା? ଗୃହ ଲକ୍ଷ୍ମୀ। ତେଣୁ ମନ ଧ୍ୟାନ ଦେଇ କଥାକୁ ଶ୍ରବଣ କରିବେ। ଗୃହ ଲକ୍ଷ୍ମୀ ହବାଟା ଏତେ ସହଜ କଥା ନୁହେଁ। ସମସ୍ତେ ସ୍ତ୍ରୀ ହେଇପାରିବେ, ଗୃହିଣୀ ହେଇପାରିବେ, କିନ୍ତୁ ଗୃହ ଲକ୍ଷ୍ମୀ ସମସ୍ତେ ହେଇପାରନ୍ତି ନାହିଁ। ତେବେ କହିବାର ତାତ୍ପର୍ଯ୍ୟ ହେଲା ନାରୀ ମୁହଁରେ ସବୁବେଳେ ଅସତ କଥା ଭଲ ନୁହେଁ। ଧୁନ୍ଦୁଲି ସବୁବେଳେ କଣ୍ଟା ବାଡ଼ରେ ଲୁଗା ପକେଇ ଝଗଡ଼ା କରେ। ଝଗଡ଼ା ନ କଲେ ତା ପେଟର ଭାତ ହଜମ ହୁଏ ନାହିଁ। ଆମ ସମାଜରେ ବି ଏମିତି ବହୁତ ସ୍ତ୍ରୀ ଲୋକ ଅଛନ୍ତି, ସବୁବେଳେ ଝଗଡ଼ା କରୁଥିବେ। ରେ ବାପା, ଛୋଟିଆ ଛୋଟିଆ କଥାକୁ ଧରି ପକେଇକିରି ଖାଲି ତ ଦିନ ଯାକ ଗପୁଥିବେ। ମୋ ଶାଶୁ କହିଦେଲା ନା ଏମିତି, କହିଦେଲା ନା ଏମିତି, କହିଦେଲା ନା ଏମିତି। ରେ ବାପା, ତାଙ୍କ ପୁଅ ଆସନ୍ତୁ ଆଜି ଅଫିସରୁ, ଦେବୀ ସଳଖିକିରି କହିନା। ଶାଶୁ ନାଁରେ ସ୍ୱାମୀ ପାଖରେ ଅବଜେକ୍ସନ। ନାରୀ ହଉଛି ମା। ନାରୀର ମୂଳ ନାମଟି କ'ଣ ଆଜ୍ଞା? ମା। ଛୋଟିଆ ଛୁଆ କମେ ଡାକ ଏ ମା, ଶୁଣିଲୁ ଟିକିଏ ମା। ନାରୀର ମୂଳ ନାମ ହଉଛି ମା। ଯେମିତି ପାଣିଟା ଦହି ସରବତ ହଉ, ଲେମ୍ବୁ ସରବତ ହଉ, କ୍ଷୀର ହଉ, କୋକାକୋଲା ହଉ, ମାଜା ହଉ, ଯାହା ବି ହଉ, ମୂଳ ନାମଟା ପାଣି ନା। ସେ ପାନୀୟ, ତରଳ ପଦାର୍ଥ ହଉଛି ପାନୀୟ। ତେଣୁ ତାର ନାଁ ଅଲଗା ହେଇପାରେ, ମୂଳ ନାମ ହେଲା ପାଣି। ତେଣୁ ନାରୀଟା ମାଉସୀ ହଉ, ପିଇସି ହଉ, ମାଇଁ ହଉ, ଖୁଡି ହଉ, ବଡ଼ ମା ହଉ, ବୋହୂ ହଉ କି ଝିଆରୀ ହଉ, ତାର ମୂଳ ନାଁ ହଉଛି ମା। ତେବେ ମା ପାଟିରୁ ସବୁବେଳେ ମଧୁର କଥା ବାହାରିଲେ ଭଲ ନା କର୍କଶ କଥା ବାହାରିଲେ ଭଲ? ଆମର ଦାର୍ଶନିକ କବି, ସମାଜବାଦୀ କବି କ'ଣ ଲେଖିଛନ୍ତି ଓଡ଼ିଶାର? ମା ନାମ ମଧୁରତି ଅମୃତ ସମାନ, ଶୀତଳ ଏ ମୋର ପରାଣ ମା ନାମ ମଧୁର ଅତି। ମା ଦୁଇଟି ଅକ୍ଷର, ଗୋଟିଏ ଶବ୍ଦ। ମା କହିଦେଲା ମାତ୍ରେ ଶରୀର ଭିତରେ ଅମୃତ କ୍ରିୟା ସୃଷ୍ଟି ହୁଏ, ହଁ କି ନାହିଁ? ମା ଜଗତରେ ସବୁଠୁ ଶ୍ରେଷ୍ଠ ସମ୍ପତ୍ତି ହଉଛି ମା। ସେଇଥିପାଇଁ ମା ହଉଛି ଭାରତୀୟ ସଂସ୍କୃତିରେ ପୂଜନୀୟା, ବନ୍ଦନୀୟା। ବିବେକାନନ୍ଦ ଯାଇ ପହଞ୍ଚିଗଲେ ଚିକାଗୋ ସହରରେ ଆମେରିକାର ସର୍ବଧର୍ମ ସମ୍ମିଳନୀରେ। ବିଦେଶୀ ଜଣେ ପଚାରିଲେ, ତମ ଭାରତୀୟ ସଂସ୍କୃତିରେ ମାକୁ କାହିଁକି ଏତେ ଉଚ୍ଚ ଆସନ ଦିଆଯାଇଛି? କାରଣ ବିଦେଶୀ ସଂସ୍କୃତିରେ, ୱେଷ୍ଟର୍ଣ୍ଣ କଲଚରରେ ମା ବାପାଙ୍କର ଗୁରୁତ୍ୱ ନାହିଁ। ଛୁଆ ଯେତେବେଳେ ସ୍ୱାବଲମ୍ବୀ ହେଇ ନିଜେ ରୋଜଗାର କରେ, ସ୍ତ୍ରୀଟିଏ ପଳେଇ ଆସେ, ମା ବାପା ଠାରୁ ସେମାନେ ଅଲଗା ହେଇଯାଆନ୍ତି। କିନ୍ତୁ ଆମର ମା ବାପା ଭାରତରେ କହିଲେ ପିତା ଧର୍ମ ପିତା ସ୍ୱର୍ଗ, ପିତା ହି ପରମ ତପ, ପିତରି ପ୍ରୀତି ମା କରୁଣେ ପ୍ରିୟନ୍ତେ ସର୍ବଦେବତା। ବାପା ଯଦି ମୋ ଉପରେ ସନ୍ତୁଷ୍ଟ, ମୋତେ ଯିଏ ଦୁନିଆର ଆଲୋକ ଦେଖେଇଛନ୍ତି, ମୋର ଫିଜ୍ ଫାଇନ୍ ସ୍କୁଲର ଦେବା ପାଇଁ ଯିଏ ପର ଘରେ ଗୋଲାମୀ କରି ମୋତେ ପଇସା ଦେଇଛନ୍ତି ଶିକ୍ଷିତ କରିବା ପାଇଁ, ମୋ ବାପା ହେଉଛନ୍ତି ସ୍ୱର୍ଗ ଠାରୁ ବଡ଼, ହଁ କି ନାହିଁ? ମୋ ବାପା
ମୋ ପାଇଁ ସବୁ କିଛି କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ମୋ ଛୁଆ ବଡ଼ ଲୋକ ହବ। ଚାଣକ୍ୟ କହିଲେ ପିତାର ଦୋଷରୁ ଛୁଆ ହୁଏ କ'ଣ? ମାତୃଦୋଷେ ଅଲଜ୍ୟା, ନାଇଁ କି? ଅଲଜ୍ୟା ମାତୃଦୋଷେଣ ପିତୃଦୋଷେଣ ମୂର୍ଖତା, ଅଦାତା ବଂଶ ଦୋଷେଣ କର୍ମ ଦୋଷେଣ ଦରିଦ୍ରତା। ଚାଣକ୍ୟ ତାଙ୍କର ନୀତି ଶ୍ଲୋକରେ କହିଲେ। ତେଣୁ ବାପା କାହିଁକି ଛୁଆକୁ ଶିକ୍ଷିତ କରିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରେ? ଛୁଆ ଯଦି ମୂର୍ଖ ହବ ସମାଜରେ କହିବେ ଏଟା ବାପାର ଦୋଷ। ମୂର୍ଖତା ମାନେ ପିତୃଦୋଷେଣ ମୂର୍ଖତା। ତେଣୁ ବାପା ମୋ ପାଇଁ କେତେ କରିନାହାନ୍ତି। ମୋ ବାପା ଯଦି ମୋ ଉପରେ ସନ୍ତୁଷ୍ଟ ତେବେ ରାଧାକୃଷ୍ଣଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କଲେ ରାଧାକୃଷ୍ଣ ସନ୍ତୁଷ୍ଟ ହେବେ। କ'ଣ କହୁଛ? ସେଦିନ ପରା ନନ୍ଦ ବାବା କହିଦେଲେ କହ୍ନେଇ ଆଜ୍ଞା ବାବା, ଘର ଭିତରେ ମୋ କଠଉ ଅଛି ବାବା, ଧରିକିରି ଟିକେ ଦାଣ୍ଡ ଦୁଆରକୁ ଆସିଲ। ଭଗବାନ କୃଷ୍ଣ ମୁଣ୍ଡରେ ନନ୍ଦ ବାବାଙ୍କର କଠଉ ଧରି ଦାଣ୍ଡ ଦୁଆରକୁ ଆସିଲେ। ଆହା, ଦିନେ ନାରଦ ପଚାରିଲେ ପ୍ରଭୁ ଆପଣ ପରା ହେଉଛନ୍ତି ଜଗଦୀଶ୍ୱର, ଆପଣ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ, ଆପଣ ହେଉଛନ୍ତି ସାର୍ବଭୌମ, ସବୁ ଭୂମିରେ ବିଦ୍ୟମାନ ସାର୍ବଭୌମ ଦେବତା ଆପଣ ପରମାତ୍ମା। ଆପଣ କ'ଣ ଟିକିଏ ଭକ୍ତି କରିଥିଲା ବୋଲି ବର ଦେଇଥିଲେ ବୋଲି ତାର ପୁଅ ଭୂମିକାରେ ଅବତୀର୍ଣ୍ଣ ହେଲେ, ମୋତେ ଭଲ ଲାଗିଲାନି। ତାର ନାରଦ ବି ଭାରି ଚାଲାକ ଯେ ପ୍ରଭୁଙ୍କଠୁ ତତ୍ତ୍ୱ ବାହାର କରୁଛନ୍ତି। କହିଲେ ଆପଣ ସାମାନ୍ୟ ନନ୍ଦର କଠଉକୁ ମୁଣ୍ଡରେ ଧରିଲେ ପ୍ରଭୁ। ଭଗବାନ କୃଷ୍ଣ କହିଲେ ମୁଁ ଧରାପୃଷ୍ଠକୁ ଆସିଛି ମାନବୀୟ ଲୀଳା କରିବା ପାଇଁ, ନିରାକାରରୁ ନରାକାର। କାହିଁକି? ଏ ଜଗତକୁ ମାନବିକତାର ଶିକ୍ଷା ଦେବା ପାଇଁ। ନାରଦ ପଚାରିଲେ ନନ୍ଦ ବାବାଙ୍କ କଠଉକୁ ମୁଣ୍ଡରେ ଧରି ଆପଣ କି ଶିକ୍ଷା ଦେଲେ ଜଗତକୁ? କହିଲେ ତମେ ସୁନା ମୁକୁଟ ପିନ୍ଧି ରାଜା ହେଇଥିଲେ ବି ଏ ସୁନାର ମୂଲ୍ୟ ଠାରୁ ଅଧିକ କିଏ? ବାପା ପାଦର କଠଉ ବା ଚପଲ ହଉଛି ପୁଅ ମୁଣ୍ଡର ମଣି। ବାପାକୁ ଏତିକି ସମ୍ମାନ ଦେବା କଥା। ବାପା ଯଦି ସନ୍ତୁଷ୍ଟ, ରାଧାକୃଷ୍ଣ ଆପଣଙ୍କ ଉପରେ ସନ୍ତୁଷ୍ଟ, ମା ବିମଳା ଦେବୀ ସନ୍ତୁଷ୍ଟ, ଶନିଶ୍ଚର ବି ଉପଦୃଷ୍ଟି ପକେଇବେନି ଯଦି ବାପା ସନ୍ତୁଷ୍ଟ ଅଛନ୍ତି। ବୁଝିପାରିଲେ ନା କଥା? ତେଣୁ ଆମ ସଂସ୍କୃତିରେ ବାପାଙ୍କର ମହିମା କେତେ ବଡ଼। ଆଉ ମା କହିଲେ ଭୂମେଃ ଗରୀୟସୀ ମାତା ସ୍ୱର୍ଗାତ ଉଚ୍ଚତର ପିତା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ମା ହେଉଛି ସ୍ୱର୍ଗଠାରୁ। ତେଣୁ ସଜନ ବୃନ୍ଦ, ଆପଣମାନଙ୍କର ମୂଳ ନାଁଟା କ'ଣ? ଆପଣଙ୍କ ଭିତରେ କିଏ ବସିଥିବେ ରଞ୍ଜିତା, କିଏ ବସିଥିବ ଶାନ୍ତିଲତା, କିଏ ବସିଥିବ ବସୁମତୀ, ଏମିତି ଅନେକ ନାମ ନେଇ ଆପଣଙ୍କ ଗାଁ ଲୋକ ବସିଛନ୍ତି। କିନ୍ତୁ ଆପଣମାନଙ୍କୁ ମୁଁ କ'ଣ କହିବି ଚିହ୍ନିନି ତ? ଆପଣମାନଙ୍କୁ ମୋ ପାଖରେ ଆପଣଙ୍କ ପରିଚୟ, ଆପଣ ସମସ୍ତେ ମା। ନାରୀର ମୂଳ ନାମ ହେଉଛି ମା। ତେଣୁ ମା ମୁହଁରେ ସବୁବେଳେ ମିଠା କଥା ଶୋଭା ପାଇବା ଉଚିତ। କିନ୍ତୁ ଧୁନ୍ଦୁଲି ପାଖରେ